এটা ବନ୍ଧନ ମୁକ୍ତିର ବାଟ ନୁହେଁ, ଇଏ ଗୋଟେ ବନ୍ଧନ ବୋଲି କହୁଛନ୍ତି। ତେଣୁ ସଂସାର ଗୋଟାକୁ ଆପଣାର ଗୋଷ୍ଠୀ ଭିତରକୁ ବାନ୍ଧି ନେଇ ଆସିବା ଲାଗି ଏକ କାମନା ମଧ୍ୟ ବଢ଼େ ଏବଂ ଏହି କାମନାକୁ ଧର୍ମ ବୋଲି କୁହାଯାଏ। ମନ୍ଦିର, ବାନା, ନାମ, ଜପ ଓ ଉତ୍ସବ ଏହିସବୁ ଆନୁଷଙ୍ଗିକ ଉପଚାର ଦ୍ୱାରା ଧର୍ମ କାମନାର ଅଗ୍ନିକୁ ଇନ୍ଧନ ଯୋଗାଇ ଦିଆଯାଇଛି। ଗତ ବର୍ଷ ଭାରତବର୍ଷରେ ସ୍ୱାମୀ ବିବେକାନନ୍ଦଙ୍କର ଶତବାର୍ଷିକୀ ପାଳନ କରାଯାଇଛି। ଏ ଗୋଟେ ନୂଆ ପ୍ରସଙ୍ଗ ଆଣିକି ଯୋଡ଼ୁଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କର ଶତବାର୍ଷିକୀ 100 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏଥିଲାଗି ସରକାରୀ ଓ ବେସରକାରୀ କେତେ ଉତ୍ସବ ହୋଇଛି ସେସବୁର ଅବଲୋକନ କରି ମୋର ମନ ଭିତରେ ଯେଉଁ ସବୁ ଜିଜ୍ଞାସାର ଉଦୟ ହୋଇଛି, ଏହି ପ୍ରବନ୍ଧଟିରେ ଆଜି ମୁଁ ସେଗୁଡ଼ିକୁ ଠୁଳ କରିବାର ଚେଷ୍ଟା କରିବି। କହୁଛନ୍ତି ଯେ ଭାରତୀୟ ଧର୍ମର ଇତିହାସରେ ସ୍ୱାମୀ ବିବେକାନନ୍ଦ ସମ୍ପ୍ରଦାୟର ପ୍ରତୀକ ନୁହନ୍ତି, ସେ ହେଉଛନ୍ତି ଜିଜ୍ଞାସାର ପ୍ରତୀକ। ଯେଉଁ କଥାଟାକୁ ମୁଁ ପ୍ରଥମରୁ ଗୁରୁତ୍ୱ ଦେଉଥିଲି ଯେ ସ୍ୱାମୀ ବିବେକାନନ୍ଦ ଆମେ ଯାହାଙ୍କୁ ଜାଣୁଛୁ ବିଶ୍ୱବିଜୟୀ ବିବେକାନନ୍ଦ, ଯିଏ ନରେନ୍ଦ୍ର ବିବେକାନନ୍ଦ ହେଇଥିଲେ, ଆମେ ତାଙ୍କ ସମ୍ପର୍କରେ ଜାଣିଛୁ, ତାଙ୍କ ବାଲ୍ୟ ଜୀବନ ସମ୍ପର୍କରେ ବା ମାନେ ପୁରା ବିଶ୍ୱର ଯୁବପିଢ଼ିର ପ୍ରତୀକ ଜଣେ। ସେ ଯୁବପିଢ଼ିର ଆଦର୍ଶ, ଶିକ୍ଷାର ଆଦର୍ଶ, ଜିଜ୍ଞାସାବୋଧର ଆଦର୍ଶ, ଜ୍ଞାନୀମାନଙ୍କର ଆଦର୍ଶ ସ୍ୱାମୀ ବିବେକାନନ୍ଦ। ସେ କ'ଣ କୁହାହେଉଛି ନା ଭାରତର ଧର୍ମର ଇତିହାସରେ ସ୍ୱାମୀ ବିବେକାନନ୍ଦ ସମ୍ପ୍ରଦାୟର ପ୍ରତୀକ ନୁହନ୍ତି, ସେ ଗୋଟେ ସମ୍ପ୍ରଦାୟ ବା ଗୋଟେ ଲିମିଟ୍